ନା ଜଳଖିଆ ଜାଗାରେ ଚୁଡ଼ା ଖିଆ ବିସ୍କୁଟ ଖିଆ ଆଗ ଭୁଲ କରୁଛି କିଏ? ପିତା ମାତା। ଯଦି ସେଇ ପୁଅ ଝିଅ ଏତେ ବାଉଳା ହେଇ ଚାଲିବ ପଚାରୁନ କୋଉ ସାର ଭଲ? ଏ ବାପା ଆଉ ଟିକେ ପୂର୍ବରୁ ମତେ ଗୋଟେ କଥା କହୁଥିଲେ ଏ ପୃଥିବୀରେ କେତେଟା ଦେଶ? ଆରେ ଗୋଟାଏ ତ ଦେଶ ଆଉ ସବୁ ପ୍ରଦେଶ। ଏବେ ବାବା କହୁଥିଲେ ମତେ ସେମିତି ଏ ସଂସାରରେ କୋଉ ସାର ଭଲ? କିଏ କହୁଛି ପୁଷ୍ଟି ସାର, ସ୍ନେହ ସାର, ଶ୍ଵେତ ସାର। ଆରେ ମୁଁ ତ କହିଲି ସଂସାର ବା ଭଲ ସାର ମାନେ ସଂସାର। ଇଏ ପୁଷ୍ଟି ସାର, ସ୍ନେହ ସାର, ଶ୍ଵେତ ସାର, ଜୈବ ସାର, ଅଜୈବ ସାର, ଧାତୁ ସାର, ଅଧାତୁ ସାର, ଏରା ସବୁ ସାର। ତେଣୁ ଆମେ ସବୁ ବାଉଳା ହେଇଯାଉଛେ। ତେଣୁ ଏତିକି ମୋର ଜ୍ଞାନୀ ଗୁଣୀ ପଣ୍ଡିତ ସ୍ୱଜନ ପିଲାମାନଙ୍କୁ ଚେଷ୍ଟା କରନ୍ତୁ ରାମ ଚରିତ୍ରକୁ ଯିବା ପାଇଁ ହେଲେ, ରାମଙ୍କ ପଥରକୁ ବୁଝିବା ପାଇଁ ହେଲେ ରାମଙ୍କ ପଥରେ କେମିତି ଚାଲିବେ। ଆଉ ରାମଙ୍କ ପଥରେ ଚାଲିଲେ ତେବେ ଯାଇ ସିଏ ସଂସାରରେ ପିତାମାତାଙ୍କୁ ଯତ୍ନ କରିବେ। ଯଦି ରାମଙ୍କ ପଥରେ ନ ଯାଇ ଡାଇରେକ୍ଟ ପଥର ବୁଝିଲେ ଟୋଟାଲ ପାଠ ଘର ତ ଶୁଣୁ ସେ ସେଠି ପଢିବେ କଣ, ଲେଖିବେ କଣ? ସେଥିପାଇଁ କୁହନ୍ତି ଯେ ଆମେ ମନ୍ଦିରକୁ ଗଲେ ଆମକୁ କିଛି ମିଳୁ ନାହିଁ। ତେଣୁ ଆପଣ ପିଲାମାନଙ୍କୁ ଏଇ 5ଟି କଥା ଶିଖେଇବେ। ଆଚ୍ଛା